ସାଙ୍ଗମାନେ ଏ ରଜ 3 ଦିନଟା ଏମିତି କଟିଗଲା କିଛି ଜଣାପଡ଼ିଲାନି। ଆଜି ଭାରି ଶାନ୍ତ ଲାଗୁଛି ଘରଟା। ଆଜି ହେଉଛି ବସୁମତୀ ସ୍ନାନ। ସକାଳୁ ଉଠି ଭାବିଲି ଟିକେ ପୂଜା କରିଦେବି। ପିଢ଼ାରେ ଟିକେ ଆମର ଗଙ୍ଗାଜଳ ହଳଦୀ ପାଣି ଛିଞ୍ଚି ଦେଇକି ଆଜି ଆମେ ଶିଳପୁଆକୁ ଟିକେ ପୂଜା କରିବା। ଶିଳପୁଆ ରଖିଲି, ହଳଦୀ ଲଗେଇକି ମାଆଙ୍କର ସ୍ନାନ କାମଟା ସାରିଲି। ତାପରେ ଏଇଠି ନା ମାଆଙ୍କୁ ଟିକେ ବସ୍ତ୍ର ପିନ୍ଧେଇଦେଲି। ଆଉ ଏଇଠି ମୁଁ ଟିକେ କଳା ରଖିଛି। କଜଳପାତି ଆକ୍ଚୁଆଲି ରଖନ୍ତି, ମୋ ପାଖରେ କଜଳପାତି ନଥିଲା। ଏଇଠି ମାଆଙ୍କୁ ଟିକେ ସିନ୍ଦୁର ଚନ୍ଦନ ଦେଇ ପୂଜା କଲେ, ଟିକେ ଫୁଲରେ ସଜେଇଥିଲେ, କଳସ ବି ବସେଇଥିଲେ। ତ ଏମିତି ହିଁ ଆମର ବସୁମତୀ ସ୍ନାନ ପୂଜା ହେଲା। ଧୂପ ଦୀପ କାଟିଦେଲି। ଆଉ ମାଆ ମୋତେ କହିଥିଲେ ଯେମିତି ହେଲେ ପଣସ ଟିକେ ପୂଜା କରିବୁ। ପଣସ ଆମ୍ବ ଦେଇକି ଭୋଗ ଲଗେଇଲି। ଯଦି ଆପଣଙ୍କ ପାଖରେ ଲକ୍ଷ୍ମୀ ମାଆଙ୍କର ପିତ୍ତଳ ମୂର୍ତ୍ତି ଅଛି, ଟିକେ ଆପଣ ହଳଦୀ ପାଣିରେ ସ୍ନାନ କରେଇକି ଘର ପୂଜା କରିବେ। ତ ଠାକୁରଙ୍କର ପୂଜା କାମ ତ ସରିଲା। ତ ଆଜି ଭାରି ଘରଟା ଖାଲି ଖାଲି ଲାଗିଲା। ଏଇ 3 ଦିନ ଆମେ ଏତେ କାମ କରିଛେ, ସଜସାଜ ସହିତ ପିଠାପଣା ଖାଇବା ବୁଲିବା, କିଛି କଷ୍ଟ ଜଣାପଡ଼ୁନଥିଲା। ଆଜି ଭାରି ଶାନ୍ତ ଲାଗୁଥିଲା। ଆଜି ମୁଁ ଯଦି ବାଙ୍ଗାଲୋରରେ ରହିକି ଏତେ ଶାନ୍ତ ଲାଗୁଛି, ଆପଣମାନେ ଯଦି ଓଡ଼ିଶାରେ ଥିବେ ବେଶୀ ଲାଗୁଥିବ। କାହିଁକି ଯେ ପିଲାମାନଙ୍କର ସ୍କୁଲ ବି ଖୋଲିଯିବ। ଆଉ ଯେଉଁ ବଡ଼ ଲୋକମାନେ ସବୁ ଗ୍ୟାଦରିଂ କରିଥିବେ, ତାସ ଖେଳ ହେଇଥିବ, ଲୁଡ଼ୋ ଖେଳ ହେଇଥିବ, ସମସ୍ତେ ନିଜ ନିଜ କର୍ମସ୍ଥଳୀକୁ ଫେରିବେ। ଘରଟା ପୁରା ଶାନ୍ତ ଲାଗିଲା, କାହିଁକି ଯେ ଆଜି ରଜ ସରିଲା।